সবারুড়া মহাভীমা ঘোরদট্টঙ্গতোন্মুখী তৎপরভোজা মুন্ডমালা ভরা ভয়ঙ্করাং শিবং মুন্ডমালা ধরা দেবী লোরোজুবাদিগম্বরাম এবং সঞ্চিতকারী শ্মশান রায়বাসিনাং জগজ্জননী মা দক্ষিণকারী আদি দিনের ইষ্টদেবতা শনিষ্ঠর দেবতা জগন্নাথ বলভদ্র সুভদ্রা সুদর্শনী চতুর্ধামূর্তি দেবতা লক্ষ্মীনারাୟଣ ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏହି ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଆତ୍ମସନ୍ତୋଷ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ଜାନୁଆରୀ ମାସ 25 ତାରିଖ 2025 ମସିହା ମକର 12 ଦିନ ମାଘ ମାସ କୃଷ୍ଣପକ୍ଷ ଏକାଦଶୀ ଶନିବାର। ଏକାଦଶୀ ରାତ୍ରି 8ଟା 32 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଦ୍ୱାଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ଅନୁରାଧା ବିଛା। ଅନୁରାଧା ନକ୍ଷତ୍ର ସକାଳ 7ଟା 6 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଜ୍ୟେଷ୍ଠା ନକ୍ଷତ୍ର ଭୋଗ ହେବ। ଚନ୍ଦ୍ର ବିଛା ରାଶିରେ ଅହରାତ୍ର 60 ଦଣ୍ଡ ଅବସ୍ଥାନ କରିବେ। ଏକାଦଶୀ ତିଥି ଯୋଗୁଁ ଶିମ୍ବ ଖାଇବା ମନା, ଖାଇଲେ ମହାପାପ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଅଷ୍ଟମ ଚନ୍ଦ୍ର ଶନିବାର ଏବଂ ଶନିଙ୍କ ନକ୍ଷତ୍ର ସକାଳ 7ଟା 6 ମିନିଟ୍ ପର୍ଯ୍ୟନ୍ତ ରହୁଥିବାରୁ ବାଦ ବିବାଦ ସ୍ୱାସ୍ଥ୍ୟ ଆର୍ଥିକ କାରବାର ଉଚ୍ଚସ୍ଥାନ ଆରୋହଣ ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି ମାନସିକ ଅସ୍ଥିରତା ପରିବାରର ମନୋମାଳିନ୍ୟ ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ବିବାଦୀୟ ହେବ। ମନ ଅସ୍ଥିର ବିଷାଦଗ୍ରସ୍ତ ଚାପଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 6, ଆରାଧନା ମା ବଗଳାମୁଖୀ। ବୃଷ ରାଶି ସପ୍ତମ ଚନ୍ଦ୍ର ଓ ଘାତବାର ଯୋଗୁଁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ବିଷାଦଗ୍ରସ୍ତ ରହିବ। ମାନସିକ ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ ସହଯୋଗ ଓ ଧନ ମିଳିବ। ପୁତ୍ର କନ୍ୟା ଭାତୃ ଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ବୈବାହିକ କର୍ମରେ ଯୋଗ ଦେବେ। ମୂଲ୍ୟବାନ ଧାତୁ ବସନ ଭୂଷଣ ସୌଖିନୀ ଘରୋଇ ଉପକରଣ କ୍ରୟ କରିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 2, ଆରାଧନା ମା ଗାୟତ୍ରୀ। ମିଥୁନ ରାଶି ଷଷ୍ଠ ଚନ୍ଦ୍ର ଯୋଗୁଁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ଚାଲିଚଳନରେ ସଂଯମତା, ସମସ୍ତଙ୍କ ସହ ବନ୍ଧୁତା, ବଚନରେ ମଧୁରତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ସମୟାନୁବର୍ତ୍ତିତା ଆପଣାଇବେ। ପରୋପକାର ସମାଜ ସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା ବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ। ଯେଉଁମାନଙ୍କର ଆଦ୍ରା ମିଥୁନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ କଫି, ସଂଖ୍ୟା 4, ଆରାଧନା ମା ତ୍ରିପୁର ସୁନ୍ଦରୀ। କର୍କଟ ରାଶି ପଞ୍ଚମ ଚନ୍ଦ୍ର ଶନିବାର ଓ ଶନି ଘାତ ନକ୍ଷତ୍ର ସକାଳ 7ଟା 6 ମିନିଟ୍ ପର୍ଯ୍ୟନ୍ତ ରହୁଥିବାରୁ ବିଦ୍ୟା ବୁଦ୍ଧି ଜ୍ଞାନ ଗାରିମା ପ୍ରତ୍ୟୁତ୍ପନ୍ନବତୀ ଦୂରଦୃଷ୍ଟି ଧୀଶକ୍ତି ସ୍ମରଣ ଶକ୍ତିର ବିକାଶ ଘଟିବ। ସ୍ମରଣ ଶକ୍ତିର ବିକାଶ ବଳରେ ବିଲୋପ ଘଟିବ।
मन अस्थिर विषादग्रस्त चापग्रस्त रही संतान मानकर चाली चलन व्यवहार कथबार्ता और कर्म को नहीं चिंतित हे मान सम्मान हानि घट पितामाता स्वास्थ्यगत समस्या देखादेव वाणिज्य व्यवसाय परिवहन में मांदावस्था लगी कर्म विफलता और सहकर्मी उपहासर पात्र हे जो मानकर पुनर्वसु और अश्लेषा कर्कट से सतर्कता अवलंबन करेंगे। शुभरंग धरा संख्या 1 आराधना माँ भुवनेश्वरी। सिंह राशि चतुर्थ चंद्र और घात बार जो समस्त कर्म शुभफल मिलने मन में आत्मसंतोष आत्मतृप्ति मिलना। गुरुजन कृपा क्षमताशाली व्यक्ति सहायता और राजनैतिक व्यक्ति शुभदृष्टि रे मन में उन्नत चिंताधारा उच्चाभ्यास प्रकाश पाइब और उन्नतिमूलक कर्म ध्यान अधिक रहिब। स्वजन परिजन बंधु बांधव सहकर्मी सहयोगी और पड़ोशी साहाय्य सहयोग मिल धन संपद प्राचुर्य प्रतिपत्ति वृद्धि पाइब। वाणिज्य व्यवसाय परिवहन में आय अति उत्तम एवं नूतन परिवहन व्यवसाय सुजोग जुटिब। कर्म आशा ठार अधिक सफलता और सहकर्मी साहाय्य सहयोग प्राप्त करेंगे। जो मानकर मघा और पूर्वा फाल्गुनी सिंह से उपकृत हे। शुभरंग गोलापी संख्या 3 आराधना प्रभु गजानन। कन्या राशि तृतीय चंद्र घात बार जो घात बार प्रभाव रहा शनि बार एवं बुधंग नक्षत्र भोग हो आज जेकोसी कर्म आरंभ करेंगे से 100% सफलता पाइबे। मन में उत्साह उद्दीपना परिवार में सुख शांति स्वजन परिजन सुसंपर्क और भातृभग्नी प्रति स्नेह श्रद्धा आंतरिकता अधिक रहिब। सुखबर सुसंवाद मिल समस्त कर्म में सुचिंतित पदक्षेप ने असंभव को संभव कर समर्थ हे और समस्त आशा आकांक्षा अभिलाषपूर्ण हो। नूतन कर्म आरंभ नूतन विद्यारंभ विदेश यात्रा आदि सुजोग जुटिब। वाणिज्य व्यवसाय परिवहन में आय अति उत्तम हो। कर्म आशा ठार अधिक सफलता और समस्त कर्म आपणकर कर्मकुशलता कर्म निपुणता कार्यदक्षता और समयानुवर्तिता प्रकाश पाइब। जो मानकर हस्ता कन्या से उपकृत हे। शुभरंग सबुज संख्या 4 आराधना माँ भुवनेश्वरी। तुला राशि द्वितीय चंद्र कृष्ण पक्ष जो मूल्यवान पदार्थ नष्ट कि हजि जापे। धन को नहीं बद और माली मकदमा पड़ पारती अन्य ठार आनी धन फेरबार असमर्थ हे और अन्य को देता धन पाइबार विफल हे। मन अस्थिर विषादग्रस्त चापग्रस्त रही शारीरिक पीड़ा भोगे। वाणिज्य व्यवसाय परिवहन में क्षति पहुँच कर्म विफलता और बाधा विघ्न लगी जो मानकर विशाखा तुला से सतर्कता अवलंबन करेंगे। शुभरंग नील संख्या 2 आराधना माँ समलेश्वरी। मिथ्या राशि श्री चंद्र जो धन मान सम्मान लक्ष्मीकर कृपा स्वजन सुसंपर्क परिवार में सुख शांति और सुखाद्य सुवचन प्राप्ति हो। आमद प्रमोद मौज मजिरी से अधिक आग्रह रही परिवार में स्वर्गीय सुख अनुभव हो। वाणिज्य व्यवसाय परिवहन में आय अति उत्तम हो और कर्म स्वल्प परिश्रम अधिक सफलता और सम्मान मिल। जो मानकर अनुराधा इच्छा से उपकृत हे। शुभरंग हलदिया संख्या 3 आराधना माँ चंडी। धनुराशि द्वादश चंद्र अपव्यय अपवाद अपजस सामयिक मुक्ति मिल। अजथा खर्च बद खर्च और परिवार खर्च बार बहुत कम रही खर्च कर टाड़टोल नीति अवलंबन करेंगे। व्यवसाय कर्म दूरयात्रा को यात्रा करेंगे और कुसंग परित्याग कर सत्संग करेंगे। मन दुश्चिंता दुर्भावना हतष्टा भाव पचुव और मन प्रफुल्ल देह सुस्थ रहिब। वाणिज्य व्यवसाय परिवहन में आय उत्तम हो। कर्म सफलता और समस्त कष्टसाध्य काम आज आपण सहज हो। जो मानकर मूला और पूर्वाषाढ़ा धनु से उपकृत हे। शुभरंग लाल संख्या 2 आराधना जगज्जननी माँ उग्रतारा। मकर राशि एकादश चंद्र शनिवार एवं शनि उद्धव भयंकर नक्षत्र भोग हो असंभव को संभव कर समर्थ हे। समस्त आशा आकांक्षा अभिलाषपूर्ण हो और समस्त उन्नतिमूलक कर्म ध्यान अधिक रहिब। नूतन कर्म आरंभ व्यवसाय आरंभ और विदेश यात्रा सुजोग उठिब। धन संपद प्राचुर्य प्रतिपत्ति वृद्धि पाइब और विशेष सूत्र धन प्राप्ति हो। आकस्मिक धन लाभ कौन विशेष सूत्र धन प्राप्ति अन्य को देता धन हृत धन फेरी पाइबे।
ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା, କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଶ୍ରବଣ ମକର ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 3, ଆରାଧନା ଜଗଜ୍ଜନନୀ ମା ଦୁର୍ଗା। କୁମ୍ଭ ରାଶି, ଦଶମ ଚନ୍ଦ୍ର ଶନିବାର ଏବଂ ଶନି ବୁଧ ଉଭୟଙ୍କର କ୍ଷେତ୍ର ଭୋଗ ହେଉଥିବାରୁ ନୂତନ କର୍ମ ଆରମ୍ଭ କରିବାର କିମ୍ବା ନୂତନ ନିଯୁକ୍ତି ମିଳିପାରେ। କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଏବଂ ସେଥି ସଫଳତା ପାଇବା ପାଇଁ ନିଜକୁ ପ୍ରସ୍ତୁତ କରିବେ। ମନରେ ସତ୍ ଚିନ୍ତା ସଦ୍ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ। ଆଜି ଯେକୌଣସି କର୍ମ ଆରମ୍ଭ କରିବେ ସେଥିରେ 100% ସଫଳତା ପାଇବେ ଏବଂ ମନରେ ସତ୍ ଚିନ୍ତା ସଦ୍ଭାବନା ପ୍ରକାଶ ପାଇବ ଓ ସତ୍କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଇନ୍ଦ୍ରନୀଳ, ସଂଖ୍ୟା 11, ଆରାଧନା ଜଗଜ୍ଜନନୀ ମା ଭୈରବୀ। ଶେଷ ରାଶି ମୀନ ରାଶି। କୃଷ୍ଣ ପକ୍ଷର ନବମ ଚନ୍ଦ୍ର ଯୋଗୁଁ ଓ ଶନିବାର ଶନି ବୁଧ ଉଭୟଙ୍କର କ୍ଷେତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଏବଂ ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ। ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 2, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ଏ ଥିଲା ଆଜିର 12ଟି ରାଶିର ଦୈନିକ ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ଋଷ୍ୟାଦିଟି ହେଲା ଗଙ୍ଗଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା ସୁପ୍ରୀତୟେ ଶନିଶ୍ଚର ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏଠିକି ଋଷ୍ୟାଦିଟି ଥରେ ପଢ଼ିବେ ଏବଂ ମନ୍ତ୍ରଟି ହେଲା ଓଂ ଐଂ ହିଂ ଶ୍ରୀଂ ଶନିଶ୍ଚରାୟ ନମଃ। ଏ ମନ୍ତ୍ରଟିକି ସକାଳେ 108, ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଉ ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।